हेलो फ्रेंड्स, जय जगन्नाथ। आशा करছি ଆପଣମାନେ ସମସ୍ତେ ଭଲରେ ଥିବେ। ମୁଁ ତ ବହୁତ ବଢ଼ିଆ ଅଛି। ଆଉ ଆପଣମାନେ ସେ କେମିତି ଅଛନ୍ତି? ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ଆପଣମାନେ ସମସ୍ତେ ଭଲରେ ରୁହନ୍ତୁ। ଆଉ ଆପଣ ଫ୍ୟାମିଲିକି ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ। ଆଉ ଯଦି ମୋ ଭିଡ଼ିଓ ଯଦି ଭଲ ଲାଗୁଥିବ ତାହେଲେ ଲାଇକ୍ କମେଣ୍ଟ ସେୟାର କରିବେ। ଆଜିର ତ ଥମ୍ବନେଲ୍ ଦେଖି ଜାଣିସାରିଥିବେ। ଆଜିର ଭିଡ଼ିଓଟି ମୋ ଜେଜେମା ଯିବାର କେତେ ବର୍ଷ ମାନେ କେତେ ମାସ ହେଇଗଲାଣି ସେଇ ବିଷୟର ଭିଡ଼ିଓଟି କହିବି। ବହୁତ ଭଲ ଲାଗୁନି। ମାନେ କହନ୍ତି ନା, ଯାହାର ଜେଜେମା ଜେଜେବାପା ଥିବେ ସେମାନେ ଜାଣିଛନ୍ତି ଜେଜେବାପା ଜେଜେମାର ମହତ୍ତ୍ୱ କ'ଣ। ଛୋଟବେଳଠୁ ଆମେ ଜେଜେବାପାକୁ ଦେଖିନଥିଲୁ, ଅଜା ଆଈ ଆମେ କାହାକୁ ବି ଦେଖିନୁ। କହି ମୋର ଜେଜେମାକୁ ଆମେ ଦେଖିଛୁ। ଆଉ କ'ଣ କରିବା, ମାନେ ତଥାପି ମୋ ଜେଜେମା ବହୁତ ଭଲ ଥିଲା। କହନ୍ତି ନା, ନାରୀ ଜୀବନ ବହୁତ କଷ୍ଟ। ସମସ୍ତେ କହନ୍ତି ନାରୀଙ୍କି କେତେ କଥା କ'ଣ କହୁଛନ୍ତି, କିନ୍ତୁ ନାରୀ ଜୀବନ ଯିଏ ନାରୀ ଜୀବନ ପାଇଛି ନା, ସେ ଜାଣିଛି ତା ଦେହରେ ବହୁତ କଷ୍ଟ। ମାନେ ମାସକୁ ମାସ କ'ଣ ବା ଖୋଲିକି ମାନେ ମାସକୁ ମାସ କ'ଣ ମାନେ ଗୋଟେ ବିବାହ କତରୁ ଆରମ୍ଭ କରିକି ଗୋଟେ ମା' ହେବା କି ତାପରେ ପୁଣି ଜେଜେମା ଜେଜେବାପା ହେବା, ନାରୀ ଜୀବନ ବହୁତ କଷ୍ଟ। ଆଉ ମୋ ଜେଜେମାଙ୍କର ସେମିତି ବି ଗୋଟେ ୟୁଟ୍ରସ୍ ବୋଲି ଗୋଟେ ଥାଏ, ସେଇ ତାଙ୍କର ସେଇ ରୋଗ ଥିଲା। ପିଲା ଜନ୍ମ ବେଳେ ସେଇ ରୋଗଟା ହେଇଥାଏ। ସେଇ ରୋଗଟା ହେଇଥିଲା, ଜେଜେମା ପଡ଼ି ବିଛଣାରେ ଚାଲିଗଲେ। ବହୁତ କଷ୍ଟ ଲାଗୁଛି ଜେଜେମାକୁ ଯିବାକୁ। ଆଜି 2 ମାସ ପୁରିଗଲା। 2 ମାସ ପୁରିକି ବି ମାନେ 3 ମାସ ହେବା ପାଇଁ ଆଉ ଅଳ୍ପ ଦିନ ବାକି ଅଛି। 2 ମାସ ହେଇଗଲା। ଭଲ ଲାଗୁନି କିଛି। ସବୁବେଳେ ଜେଜେମା କଥା ମନେ ପଡ଼ୁଛି। ଆମେ ତ କିଛି କରିପାରୁନେ, କିନ୍ତୁ ମୋ ଭାଉଜ ଯିଏ ବହୁତ କିଛି କରୁଛନ୍ତି ମୋ ଜେଜେମାର। ତାଙ୍କର 3 ପୁଅ ବୋହୂ, କିନ୍ତୁ ମୋ ଭାଉଜ ବହୁତ କରିଛନ୍ତି ମୋ ଜେଜେମାଙ୍କର। ଆଉ ଆଜି ଭୁଲି ପାରୁନେ। 2 ମାସ ହେଇଗଲାଣି ଜେଜେମାକୁ ଭୁଲି ପାରୁନେ। କ'ଣ କରିବା, ଏ ତ ବିଧାତା। କହନ୍ତି ନା, ମଣିଷ ଜୀବନ ମୃତ୍ୟୁ ଏଇଟା ତ ଆମ ହାତରେ ନୁହେଁ ନା, ଏଇଟା ଭଗବାନଙ୍କ ହାତରେ। ତଥାପି ଭୁଲି ମନେ ଦିନେ ଦିନେ ଏତେ ମନେ ପଡ଼ୁଛି ଜେଜେମାଙ୍କ କଥା। କ'ଣ ତାଙ୍କ ମାନଙ୍କ ପାଇଁ ଆମେ ଦୁନିଆ ଦେଖିଛୁ। ଭୁଲି ପାରୁନି ଜେଜେମା। ସାନ ନାତୁଣୀ ତ ବହୁତ ଭଲ ପାଏ ମୋ ଜେଜେମା ମୋତେ ବହୁତ ଭଲ ପାଏ। ମୋ ଭାଉଜକୁ ସେ ବହୁତ ଭଲ ପାଏ। ସବୁ ଛୁଆମାନଙ୍କୁ ବହୁତ ଭଲ ପାଏ। ଭୁଲି ହେବନି। କ'ଣ କରିବା, ଠାକୁର ଦୟାରୁ ଯେଇଠି ବି ଅଛି। ମୋ ବୋଉ ବହୁତ କଷ୍ଟ ପାଇଛି ମୋ ଜେଜେମା। ଆମେ ବୋଉ ଡାକୁ ମୋ ଜେଜେମାକୁ। ବହୁତ କଷ୍ଟ ପାଇଛି। କଷ୍ଟ ପାଇ ଭଗବାନ ତାକୁ ଯାଅ ଉଦ୍ଧାର କରିଛନ୍ତି। ଠାକୁରଙ୍କ ଦୟାରୁ ମୁଁ ଡାକୁଛି, ଯେଇଠି ବି ମୋ ବୋଉ ତୁ ଅଛୁ ଭଲରେ ଥା, ସବୁବେଳେ ଭଲରେ ଥା। ବହୁତ କଷ୍ଟ ତ ପାଇଛୁ। ଆଉ ଭଗବାନ ତୋତେ କେହି ଜନ୍ମରେ କେହି କଷ୍ଟ ବି ନ ଦିଅନ୍ତୁ। ଏତେ ଭଲରେ ରହ ମୋ ବୋଉ। ରହୁଛି। ଜୟ ଜଗନ୍ନାଥ। ସମସ୍ତେ ଭଲରେ ରୁହ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ କମେଣ୍ଟ ନିଶ୍ଚିତ କରିବେ।